My dear students, welcome to my tutorial. ପିଲାମାନେ ଏବେ ଆମେ ପଢ଼ିବା ଅଷ୍ଟମ ଶ୍ରେଣୀ ପିଲାଙ୍କର ଗଣିତ। ଯୋଉଟା କି ତୁମମାନଙ୍କର ସେଟ୍ ମୁଁ ଡିସ୍କସନ୍ କରେଇଥିଲି, ଏକ୍ଜାମ୍ପଲ୍ କମ୍ପ୍ଲିଟ୍ କରେଇଥିଲି ଏବଂ ପାର୍ଟ 4 ମଧ୍ୟ ଆମର କମ୍ପ୍ଲିଟ୍ ହେଇଥିଲା। ପିଲାମାନେ ଏବେ ଆମେ ପଢ଼ିବା ପାର୍ଟ 5 ଯୋଉଥିରେ କି ଆମେ ଅନୁଶ୍ରେଣୀ 1 କୁ ଡିସ୍କସନ୍ କରିବା। ଆଉ ତୁମକୁ ଏଇଟା ହୋମୱାର୍କ ମଧ୍ୟ ଦେଇଥିଲି। ଯେଉଁମାନେ ହୋମୱାର୍କ କରିକି ଦେଇଥିଲ ମୋତେ ଧନ୍ୟବାଦ। ଆଉ ଯେଉଁମାନେ କରିନା କିମ୍ବା କୋଶ୍ଚିନ୍ କିଛି ବାକି ରହିଯାଇଛି ତୁମେମାନେ ଭଲସେ ଦେଖ ହେଲା। ଆଉ ଯେଉଁ କୋଶ୍ଚିନ୍ଟା ବାକି ଅଛି ତାକୁ ଆହୁରି ଭଲସେ ଦେଖ ହେଲା। ଯେଉଁଟା ହେଇଯାଇଛି ଦିଥର ଦେଖିବ ଏବଂ ଯେଉଁଟା ହେଇନି ସେଇଟାକୁ ଆଉ ଟିକେ ଭଲସେ ଦେଖ ହେଲା। ତାହେଲେ କୋଶ୍ଚିନ୍ ନମ୍ବର ଏ କ'ଣ ଦେଇଛି ଦେଖ, ବା କୋଶ୍ଚିନ୍ ନମ୍ବର 1ଟା ଅଛି ଆମର a = 1 2 3 4 ହେଲେ ଉକ୍ତି ଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ଲାଗି ଟି ଏବଂ ଭୁଲ ଉକ୍ତି ଲାଗି ଏଫ। ପିଲାମାନେ ଟି ମାନେ ଟ୍ରୁ, ଏଫ ମାନେ ଫଲ୍ସ। ଟ୍ରୁ ମାନେ ସତ୍ୟ, ଏଫ ମାନେ ଫଲ୍ସ ମାନେ ମିଥ୍ୟା। ବର୍ତ୍ତମାନ ଦେଖିବା କୋଶ୍ଚିନ୍ ମୁଁ ସାଇଡ୍ କରିକି ତୁମମାନେ ବହି ସମସ୍ତେ ଖୋଲ, ବେଟର ହବ, କାରଣ କୋଶ୍ଚିନ୍ ଯଦି ଦେଖାଯାଉନି ତୁମେ ନିଜ ବହି ଦେଖିପାରିବ। ବର୍ତ୍ତମାନ ଯିବା ଅନୁଶ୍ରେଣୀ 1 ର 1 ନମ୍ବରକୁ। ପିଲାମାନେ ଏଠି ଲେଖିଦେଉଛି a = କେତେ, ଆମର ଦେଇଛି 1 2 3 ଆଉ ଗୋଟେ 4। ଓକେ, ଏତିକି ଦେଇଛି ଆମର। ତାହେଲେ ବର୍ତ୍ତମାନ ମୁଁ ଏଠି କହିବି 1 ନମ୍ବର ଆଇଟାକୁ ଚାଲ। ପିଲାମାନେ ଦେଇଛି 3 ବିଲିୟନ୍ସ ଟୁ a। ପିଲାମାନେ ବିଲିୟନ୍ସ ଟୁ କୋଉଠି ଲାଗିବ, ସବସେଟ୍ କୋଉଠି ଲାଗିବ, ମୁଁ ତୁମକୁ ଅଲରେଡି ଡାଉଟ୍ ତୁମକୁ ଆଗରୁ କ୍ଲିୟର କରିଦେଇଛି। ପିଲାମାନେ ବିଲିୟନ୍ସ ଟୁ ସେଇଠି ଲାଗିବ ଯୋଉଠି କ'ଣ ଥିବ ନା ଉତ୍ପାଦନ ଥିବ ହେଲା, ଉତ୍ପାଦନ। ଆଉ ସବସେଟ୍ ସେଇଠି ଲାଗିବ ଯୋଉଠି କ'ଣ ଥିବ ନା ଯୋଉଠି ସେଟ୍ ଥିବ, ଗୋଟେ ସେଟ୍ ଥିବ। ଆଉ ସେଟ୍ ଜାଣିବ କେମିତି ନା ଯୋଉଟା ଆମର କର୍ଲି ବ୍ରାକେଟ୍ ଭିତରେ ଥିବ ସେଇଟା ହେଉଛି ସେଟ୍। ଆଉ ସାଧାରଣ ଉତ୍ପାଦନ ଜାଣିବ କେମିତି ନା ଜଷ୍ଟ ଖାଲି ଲେଖା ହେଇଥିବ ନାଁଟା ହେଲା। ଯେମିତି କି ଏଠି 3 ଅଛି, ତାହେଲେ 3 ବିଲିୟନ୍ସ ଟୁ a ହେଇପାରିବ। କାହିଁକି ହେଇପାରିବ ନା ଏଇ ଗୋଟେ ଉତ୍ପାଦନ ଯୋଉଟା କି ଏ ସେଟ୍ ଭିତରେ ଅନ୍ତର୍ଭୁକ୍ତ ଅଛି ହେଲା। ଏଇଟା ଯୋଉ ସବସେଟ୍ ଯୋଉ ଆମର ବିଲିୟନ୍ସ ଟୁ ଅର୍ଥ କ'ଣ, ଓଡ଼ିଆଟା ହେଉଛି ତାର ଅନ୍ତର୍ଭୁକ୍ତ ହେଲା। ତାହେଲେ 3 ଉତ୍ପାଦନଟି ଯୋଉଟା କି କ'ଣ ନା ଏ ସେଟ୍ ଭିତରେ ଅନ୍ତର୍ଭୁକ୍ତ ଅଛି। ତାହେଲେ ଏଇଟା ଠିକ୍ କି ଭୁଲ? ଠିକ୍। ବୁଝିପାରିଲ ସମସ୍ତେ? ସେକେଣ୍ଡ ହେଉଛି ଡବଲ ଆଇଟାକୁ ଚାଲ। ଡବଲ ଆଇ କ'ଣ ଦେଇଛି ନା 5 ବିଲିୟନ୍ସ ଟୁ a। ହେଲେ ଦେଖିଲେ ପିଲାମାନେ ୟା ଭିତରେ 5 ଅଛି କି, ଏ ସେଟ୍ ଭିତରେ 5 ଅଛି କି ନାହିଁ? 1 2 3 4 ଅଛି। ତାହେଲେ ଏଠି କ'ଣ ହବ, ଏଇଟା ଭୁଲ। ପ୍ରକୃତ ଠିକଟା କ'ଣ ନା 5 is not belongs to a ହେଲା। এটা ଠିକ, କାରଣ 5 ଉତ୍ପାଦନଟି ଯୋଉଟା କି ଏ ସେଟ୍ ଭିତରେ ଅନ୍ତର୍ଭୁକ୍ତ ନାହିଁ ହେଲା। ବର୍ତ୍ତମାନ ଟ୍ରିପଲ ଆଇଟାକୁ ଚାଲ। ଟ୍ରିପଲ ଆଇ କ'ଣ ଅଛି ନା ଟ୍ରିପଲ ଆଇ ଦେଇଛି 4 not belongs to a। ପିଲାମାନେ 4 କ'ଣ ଏ ଭିତରେ ନାହିଁ କି, ଅଛି, କିନ୍ତୁ ସେ ଦେଇଛି ନଟ୍ ବିଲଙ୍ଗସ୍। ତାହେଲେ ଏଇଟା ଭୁଲ ହେବ ନା ଠିକ୍ ହେବ ନା? ଭୁଲ ହେବ। ଠିକଟା କ'ଣ ନା 4 ବିଲଙ୍ଗସ୍ ଟୁ ଏ। 4 ଗୋଟିଏ ଉତ୍ପାଦନ ଯିଏ କି ଏ ସେଟ୍ ଭିତରେ ଅନ୍ତର୍ଭୁକ୍ତ ଅଛି। ସମସ୍ତେ ବୁଝିପାରିଲ? 4 ଗୋଟେ ଉତ୍ପାଦନ ଯୋଉଟା କି ନା ଏ ସେଟ୍ ଭିତରେ ଅନ୍ତର୍ଭୁକ୍ତ ଅଛି। ବର୍ତ୍ତମାନ ଦେଖିବା ଆଇଭିଟା। ସମସ୍ତେ ବୁଝିପାରୁଛ ଯଦି ଗୋଟେ ଲାଇକ୍ କରିଦିଅ। ଆଉ ଦେଖ ଆଇଭିଟା କ'ଣ ଦେଇଛି ନା ଆଇଭି ଦେଇଛି 7 is not belongs to a। ଠିକ୍ ଅଛି, କିଛି ଅସୁବିଧା ନାହିଁ, କାରଣ ସେ 7 ଗୋଟେ ଉତ୍ପାଦନ ଯୋଉଟା କି ଏ ଭିତରେ ନାହିଁ। ତାହେଲେ ଏଇଟା ଠିକ୍ ଅଛି ହେଲା। ବର୍ତ୍ତମାନ ସେଟ୍କୁ ଚାଲ। ଭି କି ଦେଖ, ଭି ନମ୍ବରଟା କ'ଣ ଦେଇଛି ସେଟ୍। 3 ଗୋଟିଏ ସେଟ୍, 3 ଗୋଟେ ସେଟ୍ ଅନ୍ତର୍ଭୁକ୍ତ ଏ। ପିଲାମାନେ ଦେଖ, ମୁଁ କହିଲି ଯେତେବେଳେ ଉତ୍ପାଦନ ଥିବ ସେତେବେଳେ ମୁଁ ବିଲିୟନ୍ସ ଟୁ ଲଗେଇବି ହେଲା, କିନ୍ତୁ ଯେତେବେଳେ ସେଟ୍ ଥିବ ସେଠି ମୁଁ ବିଲିୟନ୍ସ ଟୁ ଲଗେଇବିନି। ଏଠି ଏଇଟା କ'ଣ ହବ, ଭୁଲ ହବ। କାହିଁକି ଭୁଲ ହବ ନା 3 ଯଦି ହେଇଯିବ ଏଠି ମୁଁ ସବସେଟ୍ ଏ ହବ, ତାହେଲେ ଏଠି ଠିକ୍ ହବ। କାରଣ ଏଠି କ'ଣ ସବସେଟ୍ ଚିହ୍ନ ଥିଲେ କ'ଣ ହବ ନା ସେଟ୍ ଥିବ। ସେଟ୍ ଥିଲେ ମୁଁ ଏଠି ସବସେଟ୍ ଲଗେଇବି, କିନ୍ତୁ ଉତ୍ପାଦନ ଥିଲେ ମୁଁ ବିଲିୟନ୍ସ ଟୁ ଲଗେଇବି। ବୁଝିପାରିଲ? ସେମିତି ଦେଖ ଭିଟା ସେଇ କୋଶ୍ଚିନ୍ଟା ଦେଇଛି ଦେଖ 3 ସବସେଟ୍ ଏ। ଠିକ୍ ଅଛି ନା ଭୁଲ ଅଛି? ଠିକ୍ ଅଛି। କାହିଁକି ନା 3 ଗୋଟିଏ ସେଟ୍ ଯିଏ କି ଏ ସେଟ୍ ଭିତରେ ଅନ୍ତର୍ଭୁକ୍ତ। ଦେଖିଲ ଏ ଭିତରେ ଅଛି ନା ନାଇଁ, 3ଟା ଏ ଭିତରେ ଅଛି, ସେଥିପାଇଁ ଏଇଟା ଠିକ୍ ହେଲା। ସମସ୍ତେ ବୁଝିପାରୁଥିବ। ଯେଉଁମାନେ ନ ବୁଝିପାରୁଛ ମୋତେ କମେଣ୍ଟ ମାଧ୍ୟମରେ ଜଣାଅ, ହୁଏତ ମୁଁ ନେକ୍ସଟ କ୍ଲାସ୍ରେ ଏଇଟାକୁ ଡିସ୍କସନ୍ କରିବାର ଆଉଥରେ ହେଲା। ମୋତେ ଜଣାଇବାକୁ ପଡ଼ିବ ହେଲା। କ'ଣ ଅଛି ନା ଭି ଡବଲ ଆଇଟା। ପିଲାମାନେ ଭି ଡବଲ ଆଇଟା କ'ଣ ଅଛି ଦେଖ 3 ସବସେଟ୍ ଏ। ପିଲାମାନେ 3 ହେଉଛି ଗୋଟେ ସେଟ୍ ନୁହଁ, 3 ହେଉଛି ଗୋଟେ ଉତ୍ପାଦନ। ମୁଁ ପିଲାମାନଙ୍କୁ କହିଥିଲି ଯଦି ଉତ୍ପାଦନ ଥିବ ତାହେଲେ ମୁଁ ଏଠି ବିଲିୟନ୍ସ ଟୁ ଲଗେଇବି, କିନ୍ତୁ ଏଠି କ'ଣ ସବସେଟ୍ ଅଛି। ତାହେଲେ ଏଇଟା କ'ଣ ଆମର ଭୁଲ। 3 ବିଲିୟନ୍ସ ଟୁ ଏ ହେଉଛି ଆମର ଏଇଟା ଠିକ୍। ତାହେଲେ ଏଇଟା ହେଉଛି ଆମର ଭୁଲ। ଭି ଡବଲ ଆଇଟା ଦେଖ, ଭି ଟ୍ରିପଲ ଆଇଟା ହେଲା, ଭି ଡବଲ ଆଇଟା ଗଲା 3 4 ବିଲିୟନ୍ସ ଟୁ ଏ। ଠିକ୍ ଅଛି ନା ଭୁଲ ଅଛି? ଭୁଲ ଅଛି। କାହିଁ ଭୁଲ ଅଛି? ଏଠି ସେଟ୍ ଅଛି,
କିନ୍ତୁ ଏଠି ବିଲିୟନ୍ସ ଲାଗିଛି ଯେ ସେଟ୍ ଥିଲେ ମୁଁ ଏଠି ସବସେଟ୍ କିମ୍ବା ଅଧିସେଟ୍ ଲଗେଇବି କିନ୍ତୁ ଏଠି କ'ଣ ହବ ଆନ୍ସର ପ୍ରକୃତିରେ ଏଇଟା ହବ ସବସେଟ୍ ହେଲା ଏଇଟା ହବ ଠିକ୍ ଏଇଟା ହବ ଆମର ଭୁଲ क्वेश्चन ଆମର ଭି ଡବଲ ଆଇଟା ବି ଆମର ଭି ଟ୍ରିପଲ ଆଇଟା ଆମର ଭୁଲ ହେଲା ସମସ୍ତେ ବୁଝିପାରିଲ ତାହେଲେ କ'ଣ ଦେଇଛି ନା क्वेश्चन ଆମର ଭି ଟ୍ରିପଲ ଆଇ ଆମର ଭୁଲ ତାପରେ x କୁ ଚାଲ ସରି ଆଇ ଏକ୍ସ କୁ ଚାଲ ତାହେଲେ 3 4 ପିଲାମାନେ ଯଦି ସି ଯଦି ବିଲିୟନ୍ସ ଟୁ ନ ହେଉଛି ତାହେଲେ ଏଠି ସବସେଟ୍ ହବ ସବସେଟ୍ ହବ ନିଶ୍ଚିତ ମୁଁ ଏଠି କହିଦେଇଛି ଠିକ୍ ବୋଲି ଆଗରୁ ଏଇଟା ହବ ଆମର ଠିକ୍ କାରଣ ଏଇଟା ଗୋଟେ ସେଟ୍ ସେଇଟା ହେଉଛି ଏ ଭିତରେ ଅନ୍ତର୍ଭୁକ୍ତ 3 4 ଅଛି ସେଇଟା ଗୋଟେ ଯୋଉଟାକି ଏ ଭିତରେ ଅନ୍ତର୍ଭୁକ୍ତ ତାପରେ ଆମେ ଯିବା କ'ଣ x ନମ୍ବର ପିଲାମାନେ x ନମ୍ବର କ'ଣ ଅଛି 1 2 3 4 बिलियंस टू ए पिलाने 1 2 3 4 क्या सहित समान ए सहित भी समान अच्छी ताले एठी कौन बिलियंस टू अच्छी किंतु रहिया कथा एठी कोन सबसेट रहिया कथा नले इक्वल हेले भी चलिबो એટલે বর্তমান এইটা नाही এইটা আছে তাহলে এইটা হচ্ছে আমরা ভুল এইটা হচ্ছে আমরা ঠিক এইটা হচ্ছে আমরা কোন না ভুল প্ল্যান ঠিক তারি পরটা কোন দেইছি না সেইটা এইটা আমরা কোন হবে না ঠিক হবে কারণ এটা সেট যেটা কি এই ভিতর অন্তর্ভুক্ত মানে এ সেটা ভিতরে 1 2 3 4 আছে 1 2 3 4 भी ওটা সেট আছে সেটা কাହା ସହିତ ସମାନ ହେଲା ନା ଏ ସହିତ ତାହେଲେ ଏ ସବସେଟ୍ ଏ ବି ହେଇପାରିବ ହେଲା ତାପରେ ବର୍ତ୍ତମାନ ଦେଖିବା ପିଲାମାନେ 2 ନମ୍ବରଟା ପୁରା ପୁରା ଡିଟୋ ପିଲାମାନେ ସେଇ ଭଳିଆ କିଛି ଚେଞ୍ଜ ଚାଞ୍ଜ ନାହିଁ 2 ନମ୍ବରଟା ପୁରା ସେଇ ଭଳିଆ ଦେଖ ଖାଲି ସେଠି କ'ଣ ଥିଲା ନା ଚିହ୍ନ ଦେଇଥିଲା ଏଠି କ'ଣ ଆମେ ଡାଇରେକ୍ଟ ବାହାର କରିବା ହେଲା ପିଲାମାନେ 2 ନମ୍ବରରେ କ'ଣ କ'ଣ ୟୁଜ୍ କରିବାକୁ ଦେଇଛି ନା ଉପସେଟ୍ ଦେଇଛି ଆଉ ଗୋଟେ ହେଉଛି ଅଧିସେଟ୍ ଦେଇଛି ଆଉ ଗୋଟେ ହେଉଛି ଇକ୍ୱାଲ୍ ଦେଇଛି ଏଇଟା ହେଉଛି ଉପସେଟ୍ କହିଦେଉଛି ଆଉ ଥରେ ହେଲା ଏଇଟା ହେଉଛି ଆମର ଉପସେଟ୍ ଏଇଟା ହେଉଛି ଆମର ଅଧିସେଟ୍ ଏଇଟା ହେଉଛି ଆମର ଇକ୍ୱାଲ୍ ଯଦି ଇକ୍ୱାଲ୍ ସମସ୍ତେ ଜାଣିଥିବ ହେଲା ଏଇଟା ହେଉଛି ଆମର ଅନ୍ତର୍ଭୁକ୍ତ এটা হচ্ছে আমরা কোন অন্তর্ভুক্ত নুহে হেলা অন্তর্ভুক্ত নুহে হেলা তাহলে সব সব চিহ্ন হয়ে গলা সমস্ত বুঝি পাইল বর্তমান কোশ্চিন দিয়া দেখো 2 নম্বর আইটা এইচ এ ড্যাশ এ বি সি সেট তাহলে এ হচ্ছে গোটে কোন সেট নুহ এটা গোটে উৎপাদন তাহলে পিলানে এই গোটে উৎপাদন কি নাই যদি উৎপাদনটা আছে তাহলে এটি কোন লগাইবি মু বিলিয়ন্স টু লগাইবি তাহলে এটি অন্তর্ভুক্ত আনসার হবে কোন না বিলিয়ন্স টু ସମସ୍ତେ ବୁଝିପାରିଲ ତାହେଲେ 1 ନମ୍ବର ଆନ୍ସର ହେଉଛି କ'ଣ ଏଠି ବିଲିୟନ୍ସ ବୁଝିପାରିଲେ ତାହେଲେ କ'ଣ ହେଲା ଆନ୍ସର ନା ବିଲିୟନ୍ସ ସେମିତି ଡବଲ ଆଇଟା ଦେଖ ଡବଲ ଆଇ କ'ଣ ଦେଇଛି ନା ଏ ବ୍ରାକେଟ ଦେଇଥିଲା ମାନେ ସେଇଟା ହେଉଛି ସେଟ୍ ସେଟ୍ ମାନେ ମୁଁ ବିଲିୟନ୍ସ ଲଗେଇବି ସେଠି କ'ଣ ଲଗେଇବି ଉପସେଟ୍ ନହେଲେ ନାହିଁ ଅଧିସେଟ୍ ତାହେଲେ ପିଲାମାନେ ଏଠି କ'ଣ ହବ ଉପସେଟ୍ ହବ ମାନେ କ'ଣ ସି ଭଳିଆ ଲାଗିବ ଗୋଟେ ତାହେଲେ ଏଠି ଆନ୍ସର କ'ଣ ନା ଉପସେଟ୍ ସମସ୍ତେ ବୁଝିପାରିଲ ସମସ୍ତେ ବୁଝିପାରିଲ ଟି এটা হচ্ছে আমরা উপসেট ହେଲା তারপর ট্রিপল আই চাল সেন ট্রিপল আই পুরা সেই ভଳିଆ ট্রিপল আই କ'ଣ ଦେଇଛି ଦେଖ ସି ଏ ଆଉ ହେଉଛି ଆମର ବି ସି ଏ ବି ହେଲା ସି ଏ ବି ଡ୍ୟାସ୍ ଏ ବି ସି ସି ଏ ବି ଡ୍ୟାସ୍ ଏ ବି ସି ପିଲାମାନେ ସି ଏ ବି ଯାହା ପିଲାମାନେ ସେ ଏ ବି ସି ଲେଖିଦେବା ସେ କି ନାହିଁ ଆଉ ଇଏ ଯାହା ଇଏ ସେ କି ନାହିଁ ଏଠି କ'ଣ ହବ ଇକ୍ୱାଲ୍ ଦିଆ ହେଇକି ସେ ଏ ବି ସି ଲେଖା ହେଇପାରିବ ନାହିଁ আর দেখো পিলাম সি এ বি কি যদি উল্টা পাল্টা কি লেখা কি মু এবিসি লিখিবি তাহলে ঠিক হবে না নাই তাহলে এটা কোন হবে ইকুয়াল এটি কি বুঝিনো দিয়ালা না ইকুয়াল চিহ্ন দিয়ালা সমস্ত বুঝি পাইল তারপরে বর্তমান আমি যাবা কোঠি কি আইভি ହେଲା ହେଲା না আইভি কোশ্চেনটা দেখো কোশ্চেন নম্বর আইভি ডি ড্যাশ এ বি সি তাহলে পিলানা ডি গোটে উৎপাদন সেটা কাহা ভিতরে অন্তর্ভুক্ত এ বি সি ভিতরে অন্তর্ভুক্ত কি ନାହିଁ অন্তর্ভুক্ত তাহলে সেটি କ'ଣ নଟ୍ ବିଲିୟନ୍ସ ଲଗେଇବି କାରଣ ଏଠି ମୋର କ'ଣ ହେବ ଆନ୍ସର ନଟ୍ ବିଲିୟନ୍ସ ଟୁ କାହିଁକି ନା ଏଇଟା ଅନ୍ତର୍ଭୁକ୍ତ ନୁହେଁ ସେମିତି ପିଲାମାନେ ଦେଖିବ ବି ସି ସରି ଏଇଟା ଗୋଟେ ବି ସେଟ୍ ଆଉ ଗୋଟେ ହେଉଛି ସି ସେଟ୍ ବି ସି କେତେ ନମ୍ବର ଏଇଟା ହେଉଛି ଭି ନମ୍ବରଟା
बी आ गोटे सी गोटे सेट जी क्या भितर अच्छी ना ए बी सी भितर ए सी बी भितर अच्छी ना नहीं देख पिलाने ये बी सी अच्छी ये बी सी अच्छी ताले गोटे सेट ताले ये कौन हम सबसेट लगे पारि ताले आंसर कौन हो सबसेट सॉरी सबसेट बुझिपाରୁଛ नहीं तापटा कौन अच्छी ना भी आईटा कौन अच्छी ना ए बी सी डैश ए बी ताले कौन हम पिलाने देख पिलाने किए क्या भितर अंतर्भुक्त अच्छी এইটা या ভিতরে অন্তর্ভুক্ত ଅଛି তাহলে ମୁଁ ଟିକେ ଅଧି ସେଟ୍ ଲେଖିବି ସମସ୍ତେ ବୁଝିପାରିଲ ଅଧି ସେଟ୍ ତାহଲେ VI ଆମର କମ୍ପ୍ଲିଟ୍ ହେଇଛି ହେଲା ବର୍ତ୍ତମାନ ଆମେ ଯିବା 3 ନମ୍ବରକୁ ଦେଖ ପିଲାମାନେ 3 ନମ୍ବର ଟିକେ ଅଛି ବଢିଆ କ୍ୱେଶ୍ଚିନ୍ଟା ସେଇଟାକୁ ସମସ୍ତେ ଜାଣ 3 ନମ୍ବର କ୍ୱେଶ୍ଚିନ୍ ଦେଇଛି କ'ଣ ଦେଖ ଟିକେ ମୁଁ ଟିକେ ବଡ଼ କରୁଛି ତାକୁ ପିଲାମାନେ 3 ନମ୍ବର କ୍ୱେଶ୍ଚିନ୍ ଦେଇଛି କ'ଣ ନା ଦେଇଛି ସେଟ୍ ମାନଙ୍କ ମଧ୍ୟରୁ ତାଲିକା ପଦ୍ଧତି ଲେଖିବା सूत्र पद्धति गोटे अच्छी आउटे तालिका पद्धति सेट मान कौन करवा ना तालिका पद्धति लिखा पे तालिका पद्धति लिखा जाना किसी दरकार आम तालिका पद्धति कौन ना जोटा कि आम गोटी 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 सबुतक लिखा सूत्र पद्धति कौन जोटा कि आम सर्ट ट्रिक लिखा जमी ये लिखाई आम देख पे प्रथम क्वेश्चन देखुचे आईटा एक्स सच दैट एक्स बिलोंग्स टू एन बिलोंग्स टू एन O 1 smaller than to x greater than to x greater than to 10 એટલે ପିଲାମାନେ ଦେଖ x ଗୋଟେ ଏମିତି ସଂଖ୍ୟା ୟା ଅର୍ଥ କ'ଣ ଇଏ ଗୋଟେ ସେଟ୍ ହେଲା ବ୍ରାକେଟ ଦିଆଯାଇଛି ନା ସି କହିଛି ୟା ଅର୍ଥ କ'ଣ ନା x ଗୋଟେ ଏମିତି ସଂଖ୍ୟା ୟା ଅର୍ଥ ଯୋଉ ସେ ମୁଁ ଯାହା କହୁଛି ଶୁଣ ଗୋଟେ ଆଡୁ x ଗୋଟେ ଏମିତି ସଂଖ୍ୟା ଯିଏ କି ବିଲିୟନ୍ସ ଟୁ ମାନେ ଅନ୍ତର୍ଭୁକ୍ତ ଅଛି କାହା ଭିତରେ ନା n ଭିତରେ n ହେଉଛି କ'ଣ ଆମର ନା ଗଣନ ସଂଖ୍ୟା संख्या है एन गोटे एमती संख्या जी क्या भर अंतर्भुक्त अच्छी ना एन सेट भितर कि गणन संख्या भितर कौन करवा यहाँ हूँ न्याचुराल नंबर 1 ठारू ग्रेटर दैन बा 1 ठारू बड़ एवं स्मॉलर दैन टू 10 माने जोटा कि 10 ठारू सान 1 ठारू बड़ 10 ठारू सान ताले x इक्वल टू केते ना जी गोटे संख्या जी कि 1 ठारू बड़ होइतिबो एवं 10 ठारू सान होइतिबो ताले संख्या किए किए होइतिबो 1 ठारू बड़ माने 1 हबनी ताले संख्या किए किए हबो ना भितर देख 1 रु 10 भितर किए किए रहउती देख 2 रहिला 3 रहिला 4 रहिला 5 रहिला 6 रहिला 7 रहिला 7 रहिला 8 रहिला और 9 रहिला एप्लान 1 और 10 को छाड़ी दियो याको भितर तो रहिला कि नहीं आंसर किए हबो आंसर ताले कोटो हबो आंसर हबो 2 3 4 5 6 7 8 हैला और 9 ताले आंसर होची एति गेला ताले x इक्वल केते गेला 2 3 4 5 6 7 8 9 एबे समस्त बुझि पाइला ताले या सेट इक्वल केते ना एति बुझत न से जहा भी तो आंसर होची एति 2 3 4 5 6 7 8 बतन सेकंड टाउ जिबा सेकंड टा कोन देजी ना 2n होला सेकंड देजी 2n such that n belongs to बड़ n ताले n जगह मु कोन पकेबी ना 2n लेने 2n माने मु कोन कहथि ना जुग्म संख्या हैला 2n माने जुग्म संख्या तापर कहथि n o n smaller than or equal to greater than or equal to 4 माने गोटे एमिति संख्या आइतिबो जे कि n गोटे एमिति संख्या आइतिबो जे कि कोन ना 4 ठारू सान किबा 4 द्वारा इक्वल समस्त बुझि पाइलो आ n स्थान मु जहा भी पकई से कौन होइतिबो ना 4 ठारू सान किबा 4 द्वारा इक्वल बुझि पाल नहीं ले पक्का गोटी आडू लेने वर्तमान 2n देख 2n ताले 2n माने 2 स्थान में कौन पकई n स्थान में 1 पका प्रथम 2 ने 2 के 2 तापर 2 स्थान में कौन पका 2 पका 2 ने 4 बुझि पाल नहीं ताले n गोटे एमिति संख्या आइतो जे कि 4 द्वारा इक्वल किबा 4 ठारू सान ताले आंसर कौन होला देछि 4 द्वारा काठू n ठारू बड़ n गोटे एमिति संख्या जी कौन होइतो ना n 4 ठारू सान होइतिबो किबा 4 द्वारा इक्वल होइतिबो एमिति संख्या किछि अछि कि पुनी से इवन नंबर होइतो बुझन तार संख्या दिटा की हबो ना 2 4 6 और 8 बुझिबा छु केंति हला देखो केंति हला
ତାହେଲେ n ସଂଖ୍ୟାଟି କେତେ ହେଇଥିବ ନା 4 ଠାରୁ ସାନ। ତାହେଲେ ମୁଁ ପ୍ରଥମେ 1 ପକେଇଲି 2 ବାହାରିଲା, ମୁଁ ତାପରେ 2 ପକେଇଲି 4 ବାହାରିଲା, ମୁଁ ଏଠି 3 ପକେଇବି ଏଠି କେତେ ବାହାରିବ ନା 6 ବାହାରିବ, ପୁଣି 2 4 ପକେଇବି କେତେ ନା 8 ବାହାରିବ। ତାହେଲେ ମୁଁ ଯୋଉ n ସବୁ ପକେଇଛି ଏ ସବୁ n ହେଲା, ଏ ସବୁ କଣ ନା n ସ୍ଥାନରେ ପଇଲା, କାରଣ ମୁଁ 2n ବାହାର କରିଦେଇଛି ନା। ତାହେଲେ n 4 ଦ୍ୱାରା ସାନ ମାନେ ତାହେଲେ କି ବାହାରିଲା ନା ସଂଖ୍ୟା 4ଟା ହଉଛି କଣ 2 4 6 ଆଉ ଗୋଟେ 8। ଏତିକି ବୁଝିପାରିଲ? ବୁଝିପାରିଲ ବୁଝିପାରିଲ? ସଂଖ୍ୟାଟି ହଉଛି 2n, ଆଉ n ଟା କେତେ ହେଇଥିବା ଦରକାର ନା 4 ଠାରୁ ସାନ କିମ୍ବା 4 ଦ୍ୱାରା ଇକ୍ୱାଲ। ମୁଁ ନେଲି 1 ନେଲି 2 ନେଲି 3 ନେଲି 4 ନେଲି ହେଲା, ଆଉ 4 ଠାରୁ ଅଧିକ ନେଇପାରିବିନି ହେଲା। ବର୍ତ୍ତମାନ ଗଲା ଆମର ଏଇଟା କେତେ ନମ୍ବର ନା ଗଲା ଡବଲ ଆଇ। ବର୍ତ୍ତମାନ ଟ୍ରିପଲ ଆଇ ଆସ। ଟ୍ରିପଲ ଆଇ କୋଶ୍ଚିନ୍ କଣ ପଚାରିଛି, n such that n ଏକ ଯୁଗ୍ମ ମୌଳିକ ସଂଖ୍ୟା। କହିଲେ ମତେ ଗୋଟେ ସଂଖ୍ୟା n such that n ଏକ ଯୁଗ୍ମ ମୌଳିକ ସଂଖ୍ୟା। କି ହେଇପାରିବ? ତାହେଲେ ପିଲାମାନେ ଏମିତି ଗୋଟେ ସଂଖ୍ୟା ଅଛି କି ଯୁଗ୍ମ ହେଇଥିବ ପୁଣି ମୌଳିକ ସଂଖ୍ୟା ହେଇଥିବ। ପିଲା ମୌଳିକ ସଂଖ୍ୟା କାହାକୁ କହିବା? ଯେଉଁ ସଂଖ୍ୟାର ମାତ୍ର ଗୋଟିଏ ଗୁଣନୀୟକ ଥିବ। ତାହେଲେ ସେ କିଏ? ପୁଣି ସେ ଯୁଗ୍ମ ହେଇଥିବ, କିଏ ସେ 1 ହେଇପାରିବନି ଆଉ 2 ହେଇପାରିବ, କେବଳ 2 ହବ। ଏଠି ହେଲା ଆନ୍ସର କଣ? କେବଳ 2। ଯୁଗ୍ମ ମୌଳିକ ସଂଖ୍ୟା କହିଲେ ତୁମ ମନେ ଗୋଟିଏ ଲେଖିବ, ଆନ୍ସର ହଉଛି 2। ବୁଝିପାରିଲ ସମସ୍ତେ? ଯୁଗ୍ମ ମୌଳିକ ସଂଖ୍ୟା ଆମର ଆଉ ନାହିଁ। ଦେଖ ପିଲାମାନେ, ଯଦି ମୁଁ ମୌଳିକ ସଂଖ୍ୟା କହିବି ତାହେଲେ 2 ହବ, ଆଉ କଣ ହବ 2 ହବ, 3 ହବ, 5 ହବ, 7 ହବ। ଏମାନଙ୍କର ଏଇ କୋଉ ପଣିକାରେ ନାହାନ୍ତି, କେବଳ ଏକକ ପଣିକାରେ ଅଛନ୍ତି ହେଲା। ଆଉ ସେ ନିଜ ପଣିକା ତାଙ୍କର ଅଛନ୍ତି 5 × 5 1 × 5 5, ଏଇ ଦିଟା ଅଛି। ଯାହାର କେବଳ 2ଟି ମାତ୍ର ଗୁଣନୀୟ ଥିବ, ତାଠାରୁ ଅଧିକ ନଥିବ, ସେ ହେଉଛି କଣ ମୌଳିକ ସଂଖ୍ୟା। ହେଲେ ୟାଙ୍କ ଭିତରୁ ଯୁଗ୍ମ କେହି ନାହାନ୍ତି। 2 7 7 ପରେ କଣ ଆସୁଛି ଆମର 11, ତାପରେ 13, ତାପରେ 17, ତାପରେ 19। ୟାଙ୍କର କଣ ସେ 2 ଦ୍ୱାରା କେହି ବିଭାଜ୍ୟ ନାହାନ୍ତି। 2 ଦ୍ୱାରା ଯୋଉ ସଂଖ୍ୟା ସେ ଯୁଗ୍ମ ହେଇଥିବ। ତାହେଲେ ଏଇ ଗୋଟିଏ ସଂଖ୍ୟା ଯିଏକି ଯୁଗ୍ମ ହଉଛି ଆଉ ଆମର ମୌଳିକ ବି ହଉଛି। ବୁଝିପାରିଲେ? ଆନ୍ସର ହଉଛି 2। ନେକ୍ସଟ ଦେଖ ଆଇଭି ଟା, କୋଶ୍ଚିନ୍ ନମ୍ବର ଆଇଭି ହେଲା x such that x ଏକ ଯୁଗ୍ମ ସଂଖ୍ୟା x belongs to n ଓ x smaller than 10। ହେଲେ ପିଲାମାନେ ମତେ କହିଲେ ଏଠି ନା କୋଶ୍ଚିନ୍ ଟା କଣ ହେଇଛି ନା, ସେ କହିଛି ଯାହା ବି ଥାଉ ହେଲା। ତାହେଲେ x ଇକ୍ୱାଲ୍ କେତେ ନା 2 to the power n। ମନେ ରଖିଥା ଏଠି ନା, ଏଠି x ଇକ୍ୱାଲ୍ କେତେ ନା 2 to the power n। ତାହେଲେ ପିଲାମାନେ ଆଉ ଗୋଟେ କଣ କହିଛି ସେଠି ତମକୁ ନା, କହିଛି n କାହା ଭିତରେ ହେଇଥିବ ନା x belongs to ଗୋଟେ ଗଣନ ସଂଖ୍ୟା ହେଇଥିବ x ଟା, ଯିଏ କି କଣ, ଯିଏ କି କାହାଠାରୁ ବଡ, ଯିଏ କି x ଠାରୁ 10 ଠାରୁ ସାନ। ଆଉ କଣ ହେଇଥିବ ଏକ ଯୁଗ୍ମ ଗଣନ ସଂଖ୍ୟା। ପିଲାମାନେ ଏଇଟା ଭୁଲ ଅଛି। ଓହୋ, ମୁଁ ବି ଟ୍ରିପଲ ଆଇଟା ଦେଖ ଟିକେ କୋଶ୍ଚିନ୍ ଭୁଲ ଭଲ ହେଇଛି। ବି ଟ୍ରିପଲ ଆଇଟା ଦେଖିଦେଇଛି। ଦେଖ x such that x ଏକ ଯୁଗ୍ମ ଗଣନ ସଂଖ୍ୟା ହେଲା। ତାହେଲେ ସଂଖ୍ୟା ହଉଛି କଣ ନା x such that x ଏକ ଯୁଗ୍ମ ଗଣନ ସଂଖ୍ୟା ହେଲା। ଆଉ କଣ ହେଇଥିବ ନା x belongs to n, ଯିଏ କି କଣ ନା x 10 ଠାରୁ ସାନ ହେଇଥିବ। ତାହେଲେ x ଗୋଟେ ଏମିତି ସଂଖ୍ୟା ହେଇଥିବ ଯିଏ କି 10 ଠାରୁ ସାନ ଏବଂ ଯୁଗ୍ମ ଗଣନ ସଂଖ୍ୟା ହେଇଥିବ। ବୁଝିପାରିଲେ? ତାହେଲେ କେତେ ହେଇଥିବ x? ପିଲାମାନେ କହିଲ 2 ଏଇ 10 ଠାରୁ ସାନ କିଏ ଯୁଗ୍ମ ସଂଖ୍ୟା ଅଛି? 8 ଅଛି, ଆଉ 6 ଅଛି, 4 ଅଛି, 2 ଅଛି, ଆଉ କିଏ ଅଛି ୟା ଭିତରେ? ଆଉ ନାହିଁ କୋଉଠି। ତାହେଲେ ଆନ୍ସର ସେ 10 ଠାରୁ ସାନ କହିଛି ମାନେ କଣ 10 ନୁହଁ, 10 ଟାକୁ କାଟିଦବ। ତାହେଲେ କିଏ କିଏ ରହିଲେ? ଆନ୍ସର ହେଲେ 2 4 6 8। ଆନ୍ସର କେତେ ହେଲା ନା 2 4 6 ଆଉ ଗୋଟେ ହଉଛି 8। ବୁଝିପାରିଲେ ସମସ୍ତେ? ସମସ୍ତେ ବୁଝିପାରିଲେ ତ? ତାପରେ ଦେଖ କେତେ ନମ୍ବର ଭି ଡବଲ ଆଇଲା, এটা হচ্ছে ଗୋଟେ ଆଇଭି ଗଲା। ତାପରେ ତା ଭି ଦେଖ ହେଲା। ଭି ଟା କଣ ଅଛି ଦେଖ, କୋଶ୍ଚିନ୍ ଦେଇଛି x such that x କଣ ଦେଇଛି x such that x ଏକ ପୂର୍ଣ୍ଣ ସଂଖ୍ୟା, ଯିଏ ବି ହେଇଥାଉ x such that x belongs to କେତେ ଏକ ପୂର୍ଣ୍ଣ ସଂଖ୍ୟା।
जी कि कौन ना -5 ठारू बड़ किंबा इक्वल और +4 ठारू सान बुझिपाइल ताले हमर क्राइटेरिया होची एतिकी देछि से भितर हमें करिया पड़ियो ताले x अछि त x एक पूर्ण संख्या माने कोन प्रिय प्लस संख्या थिबो किंबा माइनस संख्या थिबो ताले पिलाने 5 ठारू बड़ संख्या की अछि ना 5 ठारू बड़ अछि के 5 इक्वल -4 अछि अरे -3 भी अछि -2 भी अछि -1 अछि इति 0 भी अछि इति 1 हे परिबो 2 हे परिबो 3 हे परिबो काहे कि 3 हला 4 के हलानी कारण से देछि 4 ठारू सानो हला रूल दे देछि जे 4 ठारू सानो किंबा 5 -5 ठारू बड़ एवं -5 रा समान ताले -5 हला 4 हला 3 2 1 ताले आंसर होती हमरा एतिकी बुझियल नै तापर देखो v आइटा देखो x such that x एक सप्ताहर गोटे दिन पिलाने ताले सप्ताहर गोटे दिन माने तुम कौन कर गोटे आड़ सब पकईदेव जे कौन दिन नौ ताले ये कौन हम ना आंसर होची संडे हम मंडे हम ट्यूसडे हम वेडनेसडे हम थर्सडे फ्राइडे सैटरडे सब हम सब तक 12 लिखिदेव ये आंसर होची सब तक 12 तापर लिखिब v डबल आई देख v डबल आई कौन देछि x such that x एक गणन संख्या जी कि कौन ना 2 ठारू बड़ 3 ठारू सान संख्या गोटे एमती संख्या है जी कि 2 ठारू बड़ 3 ठारू सान पिला मत कहल गोटे एमती गोटे किए संख्या अच्छी 2 ठारू बड़ हो 3 ठारू सान हो भितर किए संख्या अच्छी गणन संख्या ना कौन हम देछि गणन संख्या अलग को संख्या नहीं गणन संख्या माने गणिबा संख्या 2 पर तो 3 अछि नहीं ताले एठी कौन हम फाइ हला किछि नाही माने मारिबो फाइ माने शून्य सेट समस्त बुझी पाइल हला किछि नाही माने फाइ फाइ माने एमिति लिखाइ परिबो बा एमिति लिखि परिबो हला तले वर्तमान v डबल आई आंसर होची फाइ बा शून्य सेट तबे v ट्रिपल आई देखो देछि x such that x is equal to कितना 2 to the power n आंसर होची कितना 2 to the power n 2 to the power n देछि n बिलोंग्स टू n माने जोटा कि कोन का भीतर अवस्थित ना गणन संख्या भीतर अवस्थित आ सी संख्या की हेतुओ ना 5 ठारू बड़ किबा 5 द्वारा इक्वल 27 ठारू सान किबा 27 द्वारा इक्वल ले 5 ठारू बड़ किबा 5 द्वारा इक्वल की से 2 टू द बर्तमान हम 2 टू द 1 बका इक्वल टू कितना 2 होची ये तो 5 ठारू सान 2 टू n समय खाली कोन 2 1 2 3 4 बका 2 बका 2 4 ये भी होबनी 2 टू द 3 बका 2 4 2 8 एटा हबो 2 टू द 4 2 4 2 8 2 16 2 4 2 8 2 16 तबे 2 टू द 5 हेले कोन 2 4 2 8 2 16 32 ताले पिला ने ये होची अधिक होची हम दरकार कोन 5 ठारू बड़ 27 ठारू सान किबा 27 द्वारा इक्वल ताले कोन आंसर हबो ताले क्वेश्चन आंसर कोन होची केवल 8 रहउची आ उडे 16 रहउची ताले आंसर होची कोन 8 आ 16 आ सब तक बड़ होची आ सब सान होची बुझियो छ ना आ सब बड़ किबा सान होची ताले संख्या की हला ना 8 आ 16 काहे की ना 8 टा होची कोन जे कि 5 ठारू बड़ 27 ठारू सान 16 विषय 5 ठारू बड़ 27 ठारू सान पिलाने आज तो तुमरो क्लास सर जाई तुम देख तुम ऑलरेडी मु 20 जो क्वेश्चन जति 1 9 2 9 3 नंबर करछि एटा तुमरो विषयटा तुम तीनोटी क्लास रे माध्यम से शेष हबो या पर गोटे परीक्षा हबो हला तापर जे तुमरो नेक्स्ट चैप्टर को